ଉପନ୍ୟାସ ସାହିତ୍ୟ। ଉପନ୍ୟାସକୁ ଆଧୁନିକ ସୃଷ୍ଟି ବୋଲି କୁହାଯାଇଅଛି। ଉପନ୍ୟାସକୁ ଜୀବନର ବେଦ, ପୁଣି ଗଦ୍ୟ ମହାକାବ୍ୟ କୁହାଯାଇଥାଏ। କାରଣ ଉପନ୍ୟାସ ମନୁଷ୍ୟ ଜୀବନର ବ୍ୟାପକତାର ସୃଜ୍ୟମାନ କଳାତ୍ମକ ଚିତ୍ର ଦେଇଥାଏ, ନିଜ ଅଙ୍ଗରେ ଦେଖାଇଥାଏ। ଉପନ୍ୟାସ ଆଧୁନିକତମ ସୃଷ୍ଟି ହେଲେ ବି ଏହାର ଲକ୍ଷଣ ପ୍ରାଚୀନ ଓଡ଼ିଆ କାବ୍ୟମାନଙ୍କରେ ରହିଥିବାର ଦେଖାଯାଏ। ଯେହେତୁ ଉପନ୍ୟାସ ଭଳି କାବ୍ୟ ଏକ ମୁଖ୍ୟ ଘଟଣା ବା କଥାବସ୍ତୁ ସହିତ ଏକାଧିକ ଆନୁଷଙ୍ଗିକ ଘଟଣା ବା କାହାଣୀର ସମ୍ମିଶ୍ରଣରେ ରଚିତ ହୋଇଥାନ୍ତି, ସେଥିପାଇଁ କାବ୍ୟ ଓ ଉପନ୍ୟାସ ସମପର୍ଯ୍ୟାୟବାଚୀ। ଯେଉଁ ଆନୁଷଙ୍ଗିକ ଘଟଣା ବା କଥାବସ୍ତୁ ସହିତ ମିଶି ଉଭୟ ପ୍ରାଚୀନ କାବ୍ୟ ତଥା ଆଧୁନିକ ଉପନ୍ୟାସ ସୃଷ୍ଟି ହୋଇ ନିଜର କଳେବର ବା ଆକୃତିକୁ ବଢ଼େଇଥାନ୍ତି, ପ୍ରଲମ୍ବିତ କରିଥାନ୍ତି, ସେହିସବୁ ଆନୁଷଙ୍ଗିକ ଘଟଣା ଗୌଣ ନାମରେ ସାବ୍ୟସ୍ତ ହୋଇଥାନ୍ତି। କାବ୍ୟ ଓ ଉପନ୍ୟାସ ମଧ୍ୟରେ ତଫାତ୍ ଏତିକି ଯେ କାବ୍ୟର ଭାଷା ପଦ୍ୟ ଥିବାବେଳେ ଉପନ୍ୟାସର ଭାଷା ଗଦ୍ୟ ଥାଏ। ନହେଲେ କାହାଣୀକୁ ରୂପଦାନକାରୀ ଚରିତ୍ର, କାହାଣୀକୁ ଗତିଶୀଳ କରାଉଥିବା ବା ଆରମ୍ଭରୁ ନେଇ ସମାପ୍ତି ବା ଉପସଂହାରରେ ନେଇ ପହଞ୍ଚାଉଥିବା ବେଳେ ଦ୍ୱନ୍ଦ୍ୱ, ଉତ୍କଣ୍ଠା, ମନୋବିଶ୍ଳେଷଣ, ଚାରିତ୍ରିକ ଭେଦ ଯଥା ସ୍ଥିତିଶୀଳ, ଗତିଶୀଳ, ମୁଖ୍ୟ, ଗୌଣ, ନାରୀ, ପୁରୁଷ, ଶିଶୁ, ଯୁବା ଆଦି ଚରିତ୍ରମାନ କାବ୍ୟ ଉପନ୍ୟାସରେ ରହିଥାନ୍ତି। ଯେହେତୁ ଉଭୟ ଗାଥା ବା କାହାଣୀ ଧର୍ମୀ ରଚନା, କାହାଣୀ ଧର୍ମୀ ରଚନା, ଗାଥା ବା କାହାଣୀ ସାହିତ୍ୟର ଯେଉଁ ପ୍ରକାରରେ ଥାଏ ବା ରହିବ, ସେଥିରେ ଚରିତ୍ର, ଦ୍ୱନ୍ଦ୍ୱ, ଉତ୍କଣ୍ଠା ରହିବା ନିଶ୍ଚିତ। ନହେଲେ କାବ୍ୟ ଓ ଉପନ୍ୟାସର କାହାଣୀ ଅଗ୍ରଗତି କରିପାରିବ ନାହିଁ, ଆଗେଇ ପାରିବ ନାହିଁ। ଉପନ୍ୟାସ ବର୍ଣ୍ଣନାଧର୍ମୀ ରଚନା, ଠିକ୍ କାବ୍ୟ ଭଳି। ବର୍ଣ୍ଣନା ବା ବିବରଣୀ ଦେଇ ଏହାରି ମାଧ୍ୟମରେ କାବ୍ୟ ଓ ଉପନ୍ୟାସ ତାହାର ସମସ୍ତ ସ୍ଥିତିକୁ ପାଠକ ସମ୍ମୁଖରେ ଶ୍ରୋତାର ଶ୍ରବଣରେ ଉପସ୍ଥାପିତ କରାଇଥାଏ। ନିଜକୁ ଜଣାଇଥାଏ କି ଏହାର ପ୍ରକାର, ବିଷୟ ବା ବୈଷୟିକ ଦୃଷ୍ଟିରୁ ପୌରାଣିକ, ଐତିହାସିକ ଅଥବା ସାମାଜିକ। କାବ୍ୟ ସାଧାରଣତଃ ସାମାଜିକ କଥାବସ୍ତୁକୁ ପାଥେୟ ବା ଧ୍ୟେୟ କରି, ଆଶ୍ରା କରି ରଚିତ ହୋଇନଥାନ୍ତି। ଯେହେତୁ ପଦ୍ୟ ସାହିତ୍ୟର ସୃଷ୍ଟି ପ୍ରାଚୀନତମ ତଥା ଆଦ୍ୟତମ ରଚନା, ପୁରାଣ ବା ପ୍ରାଚୀନ କଥାରୁ ସାହିତ୍ୟର ଆଦ୍ୟ ରଚନାର ସ୍ଫୁରଣ ହୋଇଅଛି। ପୌରାଣିକ ରଚନା ମଣିଷର ଧାର୍ମିକ, ଐଶ୍ୱରିକ ବା ଈଶ୍ୱରୀୟ ବିଶ୍ୱାସରୁ ଆଗତ। ମଣିଷ ସାଧାରଣତଃ ଧର୍ମଭୀରୁ, ଧର୍ମ ଭୟରୁ ଈଶ୍ୱରୀୟ ବିଶ୍ୱାସ, ଆଉ ଈଶ୍ୱରୀୟ ବିଶ୍ୱାସରୁ ପୌରାଣିକ ସାହିତ୍ୟର କାବ୍ୟ ମହାକାବ୍ୟର ସୃଷ୍ଟି ହୋଇ ସାହିତ୍ୟର ଆଦ୍ୟତମ ରଚନାକୁ କରାଇଅଛି ପଦ୍ୟାତ୍ମକ ବା ପଦ୍ୟବହୁଳ। ଗଦ୍ୟ ସାହିତ୍ୟର ସୃଷ୍ଟି ପ୍ରାଚୀନ ନୁହେଁ, ଆଧୁନିକ। ଆଉ ଆଧୁନିକ ସମୟରୁ ଗଦ୍ୟ ସାହିତ୍ୟର ଅପର ପ୍ରମୁଖ ପ୍ରକାର ଉପନ୍ୟାସର ସୃଷ୍ଟି ଏଥିପାଇଁ ହୋଇଛି କି ଆଧୁନିକ ମଣିଷ ଗଦ୍ୟ ସାହିତ୍ୟକୁ ବେଶୀ ବା ଅଧିକତର ଭଲ ପାଉଥିବାରୁ ସେ କାବ୍ୟ ପଢ଼ିବା ଅପେକ୍ଷା ଉପନ୍ୟାସକୁ ମାତ୍ରାଧିକ୍ୟ କାହିଁକି, ବରଂ କେବଳ କହିଲେ ଅଧିକ ଯଥାର୍ଥ, ଉକ୍ତିଟି ଅଧିକ ସମୀଚୀନ ମନେହେବ। ଉପନ୍ୟାସ ନିଜର ସୃଷ୍ଟିରେ ପ୍ରଥମରୁ ନେଇକି ବର୍ତ୍ତମାନ ସମୟ ପର୍ଯ୍ୟନ୍ତ ଯେତେ ଯେତେ ବିକଶିତ ହୋଇଛି, ଉନ୍ନତିର ଅଗ୍ରଗାମିତ୍ୱରେ ଯେତେ ଆଗୁସାର ହୋଇଛି, ସବୁଥିରେ ଗୋଟିଏ ମୂଳ ବା ମୌଳିକ ଲକ୍ଷଣ ଧରିଛି କି ସେ ନିଜର ରଚିତ ଅଙ୍ଗରେ କାହାଣୀଟିଏ ଅବଶ୍ୟ ରଖିବ। କାହାଣୀକୁ ରୂପ ଦେବା, ଚରିତାର୍ଥ କରିବା ସକାଶେ ଚରିତ୍ର ଚିତ୍ରଣ କରାଇବ, ଯେଉଁଥିରେ ମୁଖ୍ୟ, ଗୌଣ, ସ୍ଥିତିଶୀଳ, ଗତିଶୀଳ, ନାରୀ, ପୁରୁଷ, ନାୟକ, ଖଳନାୟକ, ପ୍ରତିନିଧି ସାବ୍ୟସ୍ତକାରୀ ଚରିତ୍ରମାନ ଅବଶ୍ୟ ଥିବେ। ଦ୍ୱନ୍ଦ୍ୱ, ଉତ୍କଣ୍ଠା, ଶୀର୍ଷବିନ୍ଦୁ ବା କ୍ଲାଇମ୍ୟାକ୍ସ ନିଶ୍ଚିତ ରହିବ। ଆରମ୍ଭରୁ ଆସିଛି, ଅଗତ୍ୟା ଉପସଂହାରରେ ସରିବ। ଉପନ୍ୟାସ ସାହିତ୍ୟର ବିକାଶ ଧାରାରେ ଏହା ହେଉଛି ତାହାର ମୌଳିକ ଦିଗନ୍ତରାଜି। ଏହା ନଥିଲେ ଉପନ୍ୟାସର ସ୍ଥିତି ଆଦୌ ରହିବ ନାହିଁ। ବିକାଶ କଥା
ବା ଆସିବ କେଉଁଠୁ? ସ୍ଥିତିକୁ ନେଇକି ବିକାଶ ହୋଇଥାଏ। ଉପନ୍ୟାସ ସମୟ ପର୍ଯ୍ୟାୟବାଚୀ। ରଚିତ ସମୟକୁ ଉପନ୍ୟାସ ନିଜ ଦେହରେ ଅଙ୍ଗରେ ଧରେ ଧାରଣ କରିଥାଏ। କାରଣ ମୂଳତଃ ସାହିତ୍ୟ ସମାଜର ଦର୍ପଣ। ଉପନ୍ୟାସ ଯେହେତୁ ଏକତମ ସାହିତ୍ୟ ରଚନା, ଅଗତ୍ୟା ସେ ବି ସମସାମୟିକ ସମାଜର ଜନତା, କଥା, ଭାଷା, ଭାବ, ପରିବେଶକୁ ନେଇ ସ୍ୱତଃ ରଚିତ ହେବ। ମଣିଷର ଦୁର୍ଲଭ ଜୀବନ ସମୟ ଅନୁଯାୟୀ ଗତିଶୀଳ ଥାଏ। ସୁତରାଂ ଉପନ୍ୟାସ ମଣିଷ ଜୀବନର ବ୍ୟାଖ୍ୟା ଥିବାରୁ ତଦାନୀନ୍ତନ ବା ସେହି ସମୟର ଛାପ ଯେଉଁ ସମୟରେ କି ଉପନ୍ୟାସ ରଚିତ ହୋଇଥାଏ ତାହାକୁ ଧରି ରଖିବାକୁ ବାଧ୍ୟ। ସେଥିପାଇଁ ଉପନ୍ୟାସର ବିକାଶ ଧାରା ଅଛି। ଏହାକୁ କେବଳ ଦେଖାଇବା ପାଇଁକି ଯେ ଭାଷାରେ ପରିବର୍ତ୍ତନ, କାହାଣୀରେ ବିବର୍ତ୍ତନ, ଆଉ ଏଇ ଅନୁସାରେ ଉପନ୍ୟାସ ରଚନା ଶୈଳୀରେ ପାର୍ଥକ୍ୟର ଧାରା ଧରେ। ଉଦାହରଣ ସ୍ୱରୂପ ବ୍ୟାସକବି ଫକୀରମୋହନଙ୍କର କାଳଜୟୀ କ୍ରାନ୍ତିକାରୀ ଉପନ୍ୟାସ ଛଅମାଣ ଆଠଗୁଣ୍ଠ ପଢ଼ିବାକୁ ତାହାର କାହାଣୀ, ଚରିତ୍ର, ଭାଷା, ଭାବ, ଦ୍ୱନ୍ଦ୍ୱ, ଉତ୍କଣ୍ଠା ଦିଗରୁ ଯାହା ଲାଗିବ, ଗୋପୀନାଥ ମହାନ୍ତିଙ୍କର ପ୍ରସିଦ୍ଧ ଉପନ୍ୟାସ ଦାନାପାଣି, ପରଜା ଅବା ବାରିଷ୍ଟର ଗୋବିନ୍ଦ ଦାସଙ୍କର ଏକମାତ୍ର ଉପନ୍ୟାସ ଅମାବାସ୍ୟାର ଚନ୍ଦ୍ର କ'ଣ ଠିକ୍ ସେମିତି ଲାଗିବ? ଜମାରୁ ଲାଗିବ ନାହିଁ। କାରଣ ସମୟର ବ୍ୟବଧାନରେ ମଣିଷ ଜୀବନରେ ଯେଉଁ ଆନୁଷଙ୍ଗିକ ପରିବର୍ତ୍ତନ ଆସିଯାଇଛି ତାହାର ଛାପ ବା ଦୃଶ୍ୟମୟତାରେ ପ୍ରଭେଦ ରଚନାରେ ରହିଅଛି, ଯାହାକି ସ୍ୱାଭାବିକ। କିନ୍ତୁ ଉପନ୍ୟାସ ରଚନାର ମୂଳ ମୌଳିକ କଞ୍ଚାମାଲ ବା ର ମେଟେରିଆଲ କିନ୍ତୁ ଭିନ୍ନ ବା ସମ୍ପୂର୍ଣ୍ଣ ନୂତନ ହୋଇପାରିନାହିଁ। ସେହି ଏକ ଯାହାକି ଉପନ୍ୟାସ ରଚନା ପାଇଁ ନିହାତି ଦରକାର। କାହାଣୀ, ଚରିତ୍ର, ଭାଷା, ଭାବ, ଦ୍ୱନ୍ଦ୍ୱ, ଉତ୍କଣ୍ଠା, ଆରମ୍ଭ, ସମାପ୍ତି ମୌଳିକ ଉପାଦାନ ଗୁଡ଼ିକ ଅପରିହାର୍ଯ୍ୟ ରହିବ। ନହେଲେ ଉପନ୍ୟାସ ସର୍ବାଦୌ ରଚିତ ହୋଇପାରିବ ନାହିଁ। ଏହାରି ଉପରେ ଭିତ୍ତି କରି ଉପନ୍ୟାସ ନିଜର ବିବର୍ତ୍ତନ ବା ଅଲଗାପଣକୁ ଦେଖାଏ। ଉପନ୍ୟାସ ପଢ଼ିବାକୁ ଅଧିକାଂଶ ପାଠକ କାହିଁକି ପ୍ରାୟ ସମସ୍ତେ ଭଲ ପାଆନ୍ତି। କାବ୍ୟ କବିତା ପଢ଼ିବା ଅଥବା ପ୍ରବନ୍ଧ ପଢ଼ିବାକୁ କେହି ଭଲ ପାଆନ୍ତି ନାହିଁ। ସାଧାରଣତଃ ଯିଏ ଅଧ୍ୟାପକ ସେହି ଏକା ଉପନ୍ୟାସ ଛଡ଼ା ସାହିତ୍ୟର ଅନ୍ୟାନ୍ୟ ପ୍ରକାର ଯଥା କାବ୍ୟ, କବିତା, ପ୍ରବନ୍ଧ, ନାଟକ ଆଦି ପଢ଼ିଥାନ୍ତି। ନହେଲେ ଶ୍ରେଣୀରେ ପଢ଼ାଇ ପାରିବେ ନାହିଁ ତାଙ୍କର ପେଶା ବଜାୟ ରଖିବା ପାଇଁ। ଉପନ୍ୟାସ ରଚନାରେ କଦାପି ଗୋଟିଏ ନୁହେଁ, ଏହା ବିଷୟ ଦୃଷ୍ଟିରୁ ଉତ୍କୃଷ୍ଟ ନିକୃଷ୍ଟ ହୋଇଅଛି। ଯେମିତି ଗୋପୀନାଥ ମହାନ୍ତିଙ୍କର ଅମୃତର ସନ୍ତାନ କ'ଣ କଣ୍ଡୁରିଚରଣ ଦାସଙ୍କ ରଚିତ କିମ୍ବା ଗିରିଧାରୀ ମହାରଣାଙ୍କ ରଚିତ ଉପନ୍ୟାସ ସହିତ ସମାନ ହୋଇପାରିବ? କଦାପି ନୁହେଁ। ଯଦି ଥାନ୍ତା ତେବେ ଏମାନଙ୍କର ଉପନ୍ୟାସ ଗୋପୀବାବୁଙ୍କର ଉପନ୍ୟାସ ସହିତ ଶ୍ରେଣୀକକ୍ଷରେ ପାଠରେ ପଢ଼ାଯାଆନ୍ତା। ହୋଇ ନ ପାରିବା କାରଣ ମୂଳରେ ଅଛି ଦେଖିବାର, ରଚନାର ଦୃଷ୍ଟିକୋଣ ଜନିତ ପ୍ରଭେଦତା। ଲେଖୁଛନ୍ତି ସମସ୍ତେ, ହେଲେ ସମସ୍ତେ ଲୋକପ୍ରିୟ ନୁହନ୍ତି କି ପାଠରେ ପଢ଼ାଯାଇ ପାରନ୍ତି ନାହିଁ। ପାଠରେ ପଢ଼ାଯିବା ଅର୍ଥ ମୁଁ ଆଇଏ, ବିଏ, ଏମଏ ଶ୍ରେଣୀରେ ପଢ଼ାଯିବାର କହୁଛି। କାହ୍ନୁଚରଣ ମହାନ୍ତି କିମ୍ବା ବିଭୂତି ପଟ୍ଟନାୟକ ଏ ଦୁଇ ନାମୋଲ୍ଲେଖିତ ଉପନ୍ୟାସକାର ଅତି ସ୍ୱଳ୍ପ ପଢ଼ାଯାଇ ପାରିଛନ୍ତି। ବିଭୂତି ପଟ୍ଟନାୟକଙ୍କର ବଧୂ ନିରୁପମା ଉପନ୍ୟାସ କିମ୍ବା ତାଙ୍କର ଛବିର ମଣିଷ ଉପନ୍ୟାସ ଶ୍ରେଣୀରେ ପଢ଼ାଯାଇଛନ୍ତି। ପରନ୍ତୁ ତାଙ୍କର ଏଇ ମନ ବୃନ୍ଦାବନ, ନାୟିକାର ନାମ ଶ୍ରାବଣୀ, ଗାରେ କଜ୍ଜଳ ଧାରେ ଲୁହ, ଦଗ୍ଧ ଫୁଲବନ ଅଥବା କାହ୍ନୁଚରଣଙ୍କର ଢେଉ ଢେଉକା, ଅଦେଖା ହାତ, ଅଙ୍ଗନା, ମାୟାବର୍ତ୍ତ ନାମକ ଉପନ୍ୟାସ ଶ୍ରେଣୀରେ ପଢ଼ାଯାଇ ପାରିନାହିଁ। କେବଳ ଶାସ୍ତି, କା, ଝଞ୍ଜା, ବାଲିରାଜା ନାମିତ ଉପନ୍ୟାସ ଶ୍ରେଣୀକକ୍ଷରେ ପଠିତ ହୋଇଥିବାର ଜଣାଯାଇଥାଏ। ଅସଂଖ୍ୟ ଲେଖିଛନ୍ତି, ହେଲେ ସବୁଗୁଡ଼ିକ ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ଆସିନାହାନ୍ତି। ନ ଆସିବାର କାରଣ ରଚନାର ନିକୃଷ୍ଟତା। ମୋ ସ୍ୱାମୀ ନାହାନ୍ତି ଘରେ, ଅଭାଗିନୀର ଚଉଠି, ଉଛୁଳା ପ୍ରେମ ନାମିତ ଉପନ୍ୟାସ ରାସ୍ତାକଡ଼ରେ ଫୁଟପାଥରେ ବିକାଯାଆନ୍ତି, ହେଲେ ପାଠ୍ୟକ୍ରମରେ ପଢ଼ାଯିବାର ଗୌରବ ପାଇନାହାନ୍ତି। ଲେଖା ଆସୁଛି ବୋଲି ଯାହିତାହି ଲେଖିଦେଲେ ହେବ ନାହିଁ। ରଚନା ପୂର୍ବରୁ ଜୀବନକୁ ଦେଖିବାର ଦୃଷ୍ଟିକୋଣ, ଅନୁସନ୍ଧାନର ମାହାତ୍ମ୍ୟ ଜାଣି ଲେଖିଲେ ଉପନ୍ୟାସ ପରଜା, ଦାଦିବୁଢ଼ା, ରାହୁର ଛାୟା, ଦାନାପାଣି, ନରକିନ୍ନର, ଶକୁନ୍ତଳା ମାଟିମଟାଳ ହୋଇପାରି କାଚ ଆଲମିରାର ସୋକେସ୍ ବର୍ଦ୍ଧନ କରି ଲେଖକକୁ କାଳଜୟୀ, ସ୍ୱନାମଧନ୍ୟ, କୀର୍ତ୍ତିଯଶ ପୁରସ୍କାରପ୍ରାପ୍ତ କରାଇ ପାରିବାର ବାରମ୍ବାର ଶ୍ରେଣୀକକ୍ଷ
କକ୍ଷରେ ପାଠ୍ୟ ଅନ୍ତର୍ଗତ କରାଇ ପାରି ଅବିସ୍ମରଣୀୟତାର ଉପହାର ଦେବାର ପରିଯୋଜନା ମନରେ ଆଣିପାରିବ। ତଥାପି ନିକୃଷ୍ଟ ଔପନ୍ୟାସିକ ଅସନ୍ତୁଷ୍ଟ ନ ହୁଅନ୍ତୁ। ତାଙ୍କୁ ପଢ଼ିବା ପାଇଁ, ପଢ଼ିକି ଆନନ୍ଦ ପାଇବା ପାଇଁ ଲୋକ ପାଠକ ହୋଇ ରହିଛନ୍ତି, ଯିଏକି ତକିଆ ତଳେ ଗଦି ତଳେ ଲୁଚାଇ ରାତିର ବିଳମ୍ବିତ ପ୍ରହରରେ ଉଜାଗର ହୋଇ ପଢ଼ିଥାନ୍ତି।